ଯେତେବେଳେ ବି ମୋ ଫୋନ ଟି କେହି ବି ଚୁପେ ଚୁପେ ଅନଲକ୍ କରିବା ପାଇଁ ଟ୍ରାଏ କରେ, ଯଦି ମୋ ଫୋନ ର ପାସୱାର୍ଡ ଟି ଭୁଲ ଟାଇପ କରୁଛି ତାହେଲେ ତାର ଫଟୋଟି ମୋ ଫୋନ ରେ କ୍ଲିକ ହେଇଯାଉଛି। ଏଇଟା କେମିତି କରିବେ ମୁଁ କହି ରଖୁଛି। ତା ପୂର୍ବରୁ ଆମକୁ ଫଲୋ ଏବଂ ସବସ୍କ୍ରାଇବ କରି ରଖନ୍ତୁ। ସର୍ବପ୍ରଥମେ ଆପଣମାନଙ୍କ ମୋବାଇଲ ଫୋନ ର ସେଟିଂ ଭିତରୁ ଚାଲି ଯିବାର ଅଛି। ସେଟିଂ ରେ ଯାଇ ଏଇଟା ସର୍ଚ୍ଚ କରିବାର ଅଛି। ଦେନ୍ ସର୍ଚ୍ଚ କଲା ପରେ ଆପଣ ମାନେ ଏଇଠି ଯାଇ ଅନଲକିଂ କ୍ୟାପଚର ରେ କ୍ଲିକ କରିବାର ଅଛି। ଏହା ପରେ ଆପଣ ମାନଙ୍କୁ ଅନଲକିଂ କ୍ୟାପଚର ଅପସନ ଟିକୁ ଅନ୍ କରିବାର ଅଛି। ଯଦି ଏଇ ସେଟିଂ ଟି କାହାର ବି ମିଳୁନାହିଁ ତା ପାଇଁ ଆପଣ ମାନେ କଣ କରିବେ, ଆପଣଙ୍କର ଗୁଗଲ ପ୍ଲେ ଷ୍ଟୋର ରେ ଚାଲିଯିବେ। ଏହି ଆପ୍ଲିକେସନ ଟିକୁ ଇନଷ୍ଟଲ କରି ତାହାକୁ ଓପନ କରିନବାର ଅଛି। ପରେ ଟର୍ମ ଏଣ୍ଡ କଣ୍ଡିସନ କୁ ଆକ୍ସେପ୍ଟ କରିବାର ଅଛି। ତାପରେ ନେକ୍ସଟ କରି କିଛି ପରମିଶନ ଦେଇଦେବାର ଅଛି। ପରେ ଏଇଠି ଗୋଟେ ପାୱାର ବଟନ ଭଳିଆ ଅଛି, ସେଥିରେ ଆପଣ ମାନଙ୍କୁ କ୍ଲିକ କରିବାର ଅଛି। ଏଇଠି ଆପଣ ମାନଙ୍କୁ ଦୁଇଟି ପରମିଶନ ଦେବାର ଅଛି। 2 ନମ୍ବର ପରମିଶନ ରେ କ୍ଲିକ କଲା ପରେ ୟୁଜ ଆକ୍ସେସ ରେ ଆପଣ ମାନଙ୍କୁ ସେକେସନ ଟିକୁ ଏଲାଉ ବା ଆକ୍ସେସ କରିବାର ଅଛି। ଏହା ପରେ ପୁଣି ଥରେ ନୋଟିଫିକେସନ ଟିକୁ ଅନ୍ କରିବାର ଅଛି। ପରେ ଆପଣଙ୍କ ଫୋନ ଯେତେବେଳେ ବି ଯିଏ ଅନଲକ୍ କରିବା ପାଇଁ ଟ୍ରାଏ କରିବ ତାର ଫଟୋଟି ଆପଣଙ୍କ ଗ୍ୟାଲେରୀରେ ଥିବ। ତ ଏଇଭଳି ଇନଫର୍ମେଟିଭ ଭିଡ଼ିଓ ଦେଖିବା ପାଇଁ ଆମକୁ ଫଲୋ ଏବଂ ସବସ୍କ୍ରାଇବ କରିବା ପାଇଁ ଜମା ବି ଭୁଲିବେ ନାହିଁ ଏବଂ ଭିଡ଼ିଓକୁ ଲାଇକ୍ କରି ସାଙ୍ଗମାନଙ୍କ ସହିତ ସେୟାର ନିଶ୍ଚିତ କରିଦେବେ।